ଖ୍ରୀଷ୍ଟଙ୍କ ପ୍ରେମରେ ମୋର ପ୍ରିୟ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ। ଆଜି ଆମେ ସାଧାରଣ କାଳର ଅଷ୍ଟାଦଶ ରବିବାରର ପଠନ ଗୁଡ଼ିକ ଉପରେ ଅନୁଧ୍ୟାନ କରିବା। ପ୍ରଥମ ପଠନ ଆମ୍ଭମାନଙ୍କୁ ସୂଚାଇ ଦିଏ ଯେ କିପରି ଇସ୍ରାଏଲୀୟ ଜନତା ମିଶର ଦେଶରୁ ମରୁ ପ୍ରାନ୍ତରକୁ ଯିବା ସମୟରେ ମଶା ତଥା ଆରୋନଙ୍କ ବିରୋଧରେ ଅଭିଯୋଗ ବା ବଚସା କରନ୍ତି। ସେମାନେ କହନ୍ତି, ଯେତେବେଳେ ଆମେ ମିଶର ଦେଶରେ ଥିଲୁ, ମାଟି ହାଣ୍ଡିରେ ପାଖରେ ବସି ଆମେ ମାଂସ ଭୋଜନ କରୁଥିଲୁ, କିନ୍ତୁ ଆଜି ତୁମେ ଆମମାନଙ୍କୁ ଏଠାକୁ ଆଣି ମାରିବା ପାଇଁ ନେଇ ଆସିଛ ବୋଲି ସେମାନେ ଅଭିଯୋଗ କରନ୍ତି। କିନ୍ତୁ ପ୍ରଭୁଙ୍କର ସେହି ଅନୁଗ୍ରହ ସେମାନଙ୍କ ପ୍ରତି ଏତେ ଯେ ଈଶ୍ୱର ସେମାନଙ୍କୁ ଖାଇବାକୁ ଯୋଗାନ୍ତି। ସେମାନେ ମଶାଙ୍କ ନିକଟକୁ ଯାଇ କହନ୍ତି ଯେ ଆମ୍ଭେମାନେ ଏଠାରେ ତୁମ ହସ୍ତରେ ମରିଯିବୁ, ସେଇଠି ରହିଥିଲେ ଆମ ପାଇଁ ଭଲ ହୋଇଥାନ୍ତା। ତହୁ ଈଶ୍ୱର ଏହି ବ୍ୟକ୍ତିମାନଙ୍କର ଅଭିଯୋଗକୁ ଶ୍ରବଣ କରି ସେମାନଙ୍କୁ ମାନ୍ନା ପ୍ରଦାନ କଲେ। ଏହି ମାନ୍ନା ଖାଇ ସେମାନେ ନିଜକୁ ତୃପ୍ତ କଲେ। ପ୍ରଥମ ପଠନରେ ଏହି ଇସ୍ରାଏଲୀୟ ଜନତା ମଶାଙ୍କ ବିରୋଧରେ ଆରୋନଙ୍କ ବିରୋଧରେ କେବଳ ବଚସା କରୁଛନ୍ତି ତାହା ନୁହଁ, ଈଶ୍ୱରଙ୍କ ବିରୋଧରେ ମଧ୍ୟ ସେମାନେ ଯୁକ୍ତିତର୍କ କରୁଅଛନ୍ତି ବା ବଚସା କରୁଅଛନ୍ତି। ଯଦି ଆମେ ଦେଖିବା ଫିଲିପିଓ ପୁସ୍ତକ 2:14 ସେଠାରେ ଲେଖା ହେଇଛି, ଅସନ୍ତୋଷ ପ୍ରକାଶ ଓ କୁକର୍ମରେ ସମସ୍ତ କୁକର୍ମକୁ ପରିତ୍ୟାଗ କର ବୋଲି। ପ୍ରିୟ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀମାନେ, ଏହି ଇସ୍ରାଏଲୀୟ ଜନତା ଯେଉଁ କୁ ଅଭିଳାଷ ଥିଲା ସେମାନଙ୍କର, ତାହା ସେମାନେ ପ୍ରକାଶ କରୁଅଛନ୍ତି। କିନ୍ତୁ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ କହେ ଯେ ଆମମାନଙ୍କର ଜୀବନରେ ଯେଉଁ ସମସ୍ତ ଖରାପ ଆଶା ଓ ଅଭିଳାଷ ଅଛି ସେସବୁକୁ ପରିତ୍ୟାଗ କରିବା ପାଇଁ। ପୁଣି ଯଦି ଆମେ ଦେଖିବା ପ୍ରଥମ କରନ୍ତୀୟ 10:10 ଲେଖା ହେଇଛି, ଅଭିଯୋଗ କର ନାହିଁ, କାରଣ ଇସ୍ରାଏଲୀୟମାନେ ଅଭିଯୋଗ କଲେ ଏବଂ ବିନଷ୍ଟ ହେଲେ। ଯେଉଁ ଇସ୍ରାଏଲୀୟମାନେ ଈଶ୍ୱରଙ୍କ ବିରୋଧରେ ଅଭିଯୋଗ କଲେ, ଅସନ୍ତୋଷ ପ୍ରକାଶ କଲେ, ସେମାନେ ବିନଷ୍ଟ ହେଲେ। ଆଜି ସେହି ବାକ୍ୟ ଆମମାନଙ୍କୁ ଅନୁପ୍ରାଣିତ କରୁଅଛି ଯେ ଆମ୍ଭେମାନେ ଈଶ୍ୱରଙ୍କ ବିରୋଧରେ ଅଭିଯୋଗ ନ କରିବା ପାଇଁ। ପୁଣି ଆଜିର ଦ୍ୱିତୀୟ ପଠନରେ ସାଧୁ ପାଉଲ ଏଫେସୀୟମାନଙ୍କୁ କହନ୍ତି ଯେ ନୂତନ ସ୍ୱଭାବ ଧାରଣ କର। ଯେଉଁ ପୁରାତନ ସ୍ୱଭାବ ଅଛି ସେହି ପୁରାତନ ସ୍ୱଭାବକୁ ପରିତ୍ୟାଗ କରି ଏକ ନୂତନ ସ୍ୱଭାବ ଧାରଣ କରି ନୂତନ ମନୁଷ୍ୟ ରୂପେ ଜୀବନଯାପନ କର ବୋଲି। ପ୍ରଥମ କରନ୍ତୀୟ 10:1 ଆମେ ଦେଖିବାକୁ ପାଇବା, ମନ୍ଦ ବିଷୟ ପ୍ରତି ଅଭିଳାଷିତ ହୁଅ ନାହିଁ। ଯେଉଁ ବିଷୟ ମନ୍ଦ ଅଟେ ସେହି ବିଷୟ ପ୍ରତି ଆଶାତୀତ କିମ୍ବା ଅଭିଳାଷିତ ହୁଅ ନାହିଁ ବୋଲି କହନ୍ତି। ପୁଣି ଏଫେସୀୟ 4:22-24 ଆମେ ଶୁଣିବାକୁ ପାଇବା, ପୁରୁଣା ସ୍ୱଭାବକୁ ପରିତ୍ୟାଗ କରି ଏକ ନବୀକୃତ ସ୍ୱଭାବ ବା ନୂତନ ସ୍ୱଭାବ ଧାରଣ କର ବୋଲି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏ ନିଜେ ଆମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ଆମ୍ଭେମାନେ ଏକ ନୂତନ ମନୁଷ୍ୟ ହୋଇ ଜୀବନଯାପନ କରିବା ପାଇଁ, ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଇଛନ୍ତି ସେହି ଶିକ୍ଷା ଅନୁଯାୟୀ ଜୀବନଯାପନ କରିବାକୁ ଆଜିର ଦ୍ୱିତୀୟ ପଠନ ଆମମାନଙ୍କୁ ଆହ୍ୱାନ କରୁଅଛି। ଆମ ଜୀବନରେ ଯେଉଁ ସକଳ ମନ୍ଦ କାର୍ଯ୍ୟ କୁକର୍ମ ଯେଉଁ ପଥଭ୍ରଷ୍ଟ ହେଉଅଛୁ ସେଥିରୁ ଆମେ ବାହାରି ଆସି ଏକ ନୂତନ ତଥା
ନବୀକୃତ ଜୀବନଯାପନ କରିବା ପାଇଁ ଆଜି ପ୍ରଥମ ଦ୍ୱିତୀୟ ପଠନ ଆମମାନଙ୍କୁ ଆହ୍ୱାନ କରୁଅଛି। ଯଦି ଆମେ ଆଜିର ସୁସମାଚାରକୁ ଦେଖିବା ତେବେ ଜାଣିପାରିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଗାଲିଲୀର ଆରପାରିକୁ ଯାଆନ୍ତି, ଲୋକମାନେ ତାହାଙ୍କୁ ଖୋଜି ଖୋଜି ଯାଇ କାଫରନାହମକୁ ପହଞ୍ଚନ୍ତି। ଆଉ ସେମାନେ କହନ୍ତି, ପ୍ରଭୁ ତୁମେ ଏଠାକୁ କେବେ ଆସିଲ ବୋଲି। ଯୀଶୁ ସେମାନଙ୍କୁ କହନ୍ତି, ତୁମେ ଯେ ଆଶ୍ଚର୍ଯ୍ୟ କର୍ମ ଦେଖିଲ ସେଥିପାଇଁ ତୁମେ ଏଠାକୁ ଆସିଛ ତାହା ନୁହଁ, ତୁମେ ପେଟ ପୂରା ଖାଇଲ ସେଇଥିପାଇଁ ତୁମେ ଏଠାକୁ ଆସିଅଛ। ମୋର ପ୍ରିୟ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀମାନେ, ସେମାନଙ୍କୁ ଉତ୍ତର ଦେଇ ଯୀଶୁ କହନ୍ତି ଯେ ତୁମର ପୂର୍ବପୁରୁଷମାନେ ଯେଉଁ ଆହାର, ଯେଉଁ ଖାଦ୍ୟ ଖାଇଲେ, ଯେଉଁ ମାନା ଖାଇଲେ ଆଉ ସେମାନେ ମୃତ୍ୟୁବରଣ କଲେ, କିନ୍ତୁ ମୁଁ ତୁମମାନଙ୍କୁ ଯେଉଁ ଆହାର, ଯେଉଁ ଖାଦ୍ୟ ଦେବି ସେହି ଖାଦ୍ୟ ଖାଇଲେ ତୁମେ ଅନନ୍ତ ଜୀବନ ଲାଭ କରିବ। କିନ୍ତୁ ଏହି ବ୍ୟକ୍ତିମାନେ ଯୀଶୁଙ୍କ ଠାରୁ ସ୍ୱର୍ଗରୁ ସେହି ଚିହ୍ନ ମାଗନ୍ତି, ଅର୍ଥାତ୍ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯଦି କୌଣସି ଅଲୌକିକ କର୍ମ କରିବେ ତେବେ ଯାଇ ସେମାନେ ତାହାଙ୍କୁ ବିଶ୍ୱାସ କରିବେ। ତା ପୂର୍ବରୁ ସେମାନେ ଅନେକ ଅଲୌକିକ କର୍ମ କରିଛନ୍ତି, କିନ୍ତୁ ଯୀଶୁଙ୍କୁ ସେମାନେ ଚିହ୍ନି ପାରୁନାହାନ୍ତି। ଯେ ଆଧ୍ୟାତ୍ମିକ ଅନ୍ନ, ଯେ ଆତ୍ମିକ ଆହାର ଦେବ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଚିହ୍ନି ପାରୁନାହାନ୍ତି। ପରିଶେଷରେ ଆମ୍ଭେମାନେ ଯଦି ଦେଖିବା ଯୋହନ ଲିଖିତ ସୁସମାଚାର 6 ଅଧ୍ୟାୟ 35, 48 ଏବଂ 51 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି, ମୁଁ ହିଁ ସେହି ଜୀବନ୍ତ ରୋଟି। ପ୍ରଭୁ ଯୀଶୁଖ୍ରୀଷ୍ଟ ବାସ୍ତବରେ ସେହି ଜୀବନ୍ତ ରୋଟି, ଯିଏ ଆମ୍ଭମାନଙ୍କୁ ଜୀବନ ପ୍ରଦାନ କରନ୍ତି। ଆଉ ସେହି ଆତ୍ମିକ ଖାଦ୍ୟ ପାଇଁ ତୃଷିତ ହେବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ ସମସ୍ତଙ୍କୁ ଆହ୍ୱାନ କରନ୍ତି। ଯଦି ଆମେ ଦେଖିବା ପ୍ରଥମ ପିତର 2 ଅଧ୍ୟାୟର 2 ପଦରେ ଲେଖା ହେଇଛି, ପବିତ୍ର ଓ ପାରମାର୍ଥିକ ଦୁଗ୍ଧ ହିଁ ଆପଣମାନଙ୍କର ଆତ୍ମିକ ଆହାର। ପାରମାର୍ଥିକ ଏବଂ ପବିତ୍ରତାର ଦୁଗ୍ଧ ପାନ କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଆହ୍ୱାନ କରୁଅଛନ୍ତି। ଏବଂ ପ୍ରେରିତ କର୍ମଗ୍ରନ୍ଥ 2 ଅଧ୍ୟାୟ 42 ପଦରେ ଆମେ ଦେଖିବାକୁ ପାଇବା, ପ୍ରାର୍ଥନା ହିଁ ତୁମ୍ଭମାନଙ୍କ ପାଇଁ ଆତ୍ମିକ ଆହାର। ଆଜି ଏହି ପଠନ ଗୁଡ଼ିକ ଆମମାନଙ୍କୁ ଆହ୍ୱାନ କରୁଅଛି ଯେ ସେହି ଜୀବନଦାୟକ ରୋଟି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏ ଆମମାନଙ୍କୁ ତାଙ୍କର ଦିବ୍ୟ ଶରୀର ଓ ରୁଧିର ପ୍ରଦାନ କରନ୍ତି, ଯାହା ଆମ ପାଇଁ ଆତ୍ମିକ ଆହାର। ଆଉ ସେହି ଆହାର ଆମ୍ଭମାନଙ୍କୁ ଏହି ଦିବ୍ୟ ଯଜ୍ଞ, ଏହି ଦିବ୍ୟ ବଳି ମାଧ୍ୟମରେ ଆମମାନଙ୍କୁ ପ୍ରଦାନ କରନ୍ତି। ମୋର ପ୍ରିୟ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀମାନେ, ଆମ୍ଭେମାନେ ଅଧିକାଂଶ ସମୟରେ ସେହି ଇସ୍ରାଏଲୀୟ ଜନତାଙ୍କ ସଦୃଶ ପ୍ରଭୁଙ୍କ ବିରୋଧରେ ଅଭିଯୋଗ କରିବାରେ ଲାଗୁଅଛୁ ଏବଂ ସେହି ଦ୍ୱିତୀୟ ପଠନର ଏଫେସୀୟ ଲୋକମାନଙ୍କ ଭଳି ଆମ୍ଭେମାନେ କୁକର୍ମର ଜୀବନଯାପନ କରୁଅଛୁ। ପୁରାତନ ସ୍ୱଭାବରେ ହିଁ ରହିବା ପାଇଁ ଚେଷ୍ଟା କରୁଅଛୁ, କିନ୍ତୁ ପୁରାତନ ସ୍ୱଭାବକୁ ପରିତ୍ୟାଗ କରି ନୂତନ ସ୍ୱଭାବ ଧାରଣ କରିବା ପାଇଁ ଆମେ ଇଚ୍ଛା ପ୍ରକାଶ କରୁନାହୁଁ। ଏବଂ ସେହି ଯୀଶୁଙ୍କ ସମୟର ଲୋକ ସଦୃଶ ଯୀଶୁଙ୍କ ଠାରୁ ଅନେକ ନିଦର୍ଶନ ବା ଅଲୌକିକ କର୍ମ ବା ଚିହ୍ନ ମାଗୁଅଛୁ, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ସତ୍ୟ ଈଶ୍ୱର, ଯେ ଜୀବନ୍ତ ଈଶ୍ୱର, ଯେ ଜୀବନ୍ତ ଆହାର ଆମମାନଙ୍କୁ ପ୍ରଦାନ କରନ୍ତି, ସେହି ଯୀଶୁଙ୍କୁ ବିଶ୍ୱାସ କରିବାରେ ସକ୍ଷମ ହୋଇପାରୁନାହୁଁ। କେବଳ ଆମେ ଏହି ପାର୍ଥିବ ଜଗତର ଖାଦ୍ୟ ପ୍ରତି ଅଭିଳାଷ ପ୍ରକାଶ କରୁଅଛୁ, କିନ୍ତୁ ଆମମାନଙ୍କର ଆତ୍ମିକ ଖାଦ୍ୟ ପାଇଁ ଆମେ ଚିନ୍ତିତ ହେଉନାହୁଁ। ତେଣୁକରି ଆଜିର ପଠନ ଗୁଡ଼ିକ ଆମମାନଙ୍କୁ ଆହ୍ୱାନ କରୁଅଛି ଯେ ଆମ୍ଭେମାନେ ଧାର୍ମିକତା, ସତ୍ୟତା ଏବଂ ପବିତ୍ରତାର ଜୀବନଯାପନ କରି ସେହି ଆତ୍ମିକ ଅନ୍ନ ଭୋଜନ ଓ ପାନ କରି ସେହି ଯୀଶୁଙ୍କର ମହିମା ଗାନ କରିବା ପାଇଁ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଯିଏ ଆମମାନଙ୍କର ଜୀବନ୍ତ ଆହାର, ସେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।